ମା ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 228 229 230। ପ୍ରଭୁ ଲେଖୁଛନ୍ତି ଜ୍ଞାନ 228ରେ ସଂହାର କରିବା ଲାଗି ଭଗବାନଙ୍କର ଆଦେଶ ରହିଥିଲା ବେଳେ ଯିଏ ତଥାପି ସଂହାର କରେ ନାହିଁ ସିଏ ଏହି ପୃଥିବୀରେ ଅଗଣିତ ବିଧ୍ୱଂସନର କାରଣ ହୋଇଥାଏ। ଯେ ପର୍ଯ୍ୟନ୍ତ ଭଗବତ ଆଦିଷ୍ଟ ହେଇନାହାନ୍ତି, ଆତ୍ମା ଦ୍ୱାରା ପରିଚାଳିତ ହେଇନାହାନ୍ତି, ଯେତେବେଳେ ସମସ୍ତଙ୍କ ଭିତରେ ଆମେ ଆତ୍ମାକୁ ଯେ ପର୍ଯ୍ୟନ୍ତ ଆମେ ଆତ୍ମା ଦ୍ୱାରା ପରିଚାଳିତ ହେଇନାହାନ୍ତି, ଯେ ପର୍ଯ୍ୟନ୍ତ ଆତ୍ମା ସହିତ ଏକୀଭୂତ ଲାଭ କରିନାହାନ୍ତି, ଯେ ପର୍ଯ୍ୟନ୍ତ ଆମେ ସମସ୍ତଙ୍କ ଭିତରେ ଆତ୍ମାକୁ ଦର୍ଶନ କରିନାହାନ୍ତି, ସେ ପର୍ଯ୍ୟନ୍ତ ଯଦି ଆମେ କିଛି ପଦକ୍ଷେପ ନେଉଛୁ, ଯେପରିକି ହତ୍ୟା କରିବା କଥା କହୁଛନ୍ତି, ସେତେବେଳେ ସାଧାରଣତଃ ଆମେ ସ୍ୱାର୍ଥର ଦ୍ୱାରା ପରିଚାଳିତ ହତ୍ୟା କରୁ, କିମ୍ବା କ୍ରୋଧ, ଘୃଣା, ପ୍ରତିହିଂସା ପରାୟଣତା ଏଇ ଯୋଗୁଁ ଆମେ ହତ୍ୟା କରୁ। ତେଣୁ ସେମାନେ କର୍ମଫଳ ନିଶ୍ଚୟ ଭୋଗ କରିବେ। ଏବଂ ତାପରେ ତା ପୂର୍ବରୁ ଜ୍ଞାନ 228ରେ କହିଲେ, ଯେତେବେଳେ ତୁମେ ଭଗବତ ଆଦେଶ ତମକୁ ଦେଇଛନ୍ତି ହତ୍ୟା କରିବା ପାଇଁ, ସଂହାର କରିବା ପାଇଁ, ଯଦି ତୁମେ ସଂହାର କରୁନାହଁ ତେବେ ତମେ କଣ କରୁଛ? ଠିକ ଅପୋଜିଟ କାମ କଲ। ତାମାନେ ଭଗବାନଙ୍କ କାର୍ଯ୍ୟରେ ବିରୋଧ ସୃଷ୍ଟି କଲ, ପ୍ରତିରୋଧ ସୃଷ୍ଟି କଲ। ତେଣୁ ତମର ପରିଣାମ କଣ ହେଲା ନା ତମେ ଯଦି ସଂହାର କରୁନାହଁ ତେବେ ଅନେକ ବିଧ୍ୱଂସର ତମେ ହେଇଯିବ କାରଣ। କାହିଁକିନା ବର୍ତ୍ତମାନ ଚିନ୍ତା କରନ୍ତୁ, ଯଦି ପାଣ୍ଡବ ମାନେ କୃଷ୍ଣଙ୍କ କଥା ମାନି ଲଢେଇ କରିନଥାନ୍ତେ, କୌରବ ମାନଙ୍କୁ ହତ୍ୟା କରିନଥାନ୍ତେ, ମୋ ଭାଇ ବୋଲି ଛାଡି ଦେଇଥାନ୍ତେ, ହଁ ଭାଇ କଣ ଅଛି ନହେଲେ ନାହିଁ, ଆମେ ଆମର ପଛେ କୋଉଠି ଟିକେ ରହିଯିବୁ, ଯଦି ଛାଡି ଦେଇଥାନ୍ତେ, ତେବେ ସେ ଯୋଉଭଳି ଭାବରେ ଯିଏ ନାରୀଙ୍କୁ ସମ୍ମାନ ଦେଇ ଶିଖିନି, ଯିଏ ସବୁ ସବୁ କଛିକୁ ନିଜର ବୋଲି ମନେ କରୁଛି, କେବଳ କ୍ଷମତା ପାଇଁ, ରାଜଗାଦି ପାଇବା ପାଇଁ କ୍ଷମତାର ମୋହରେ ସେ ସବୁ କିଛିକୁ ଧରାକୁ ଯିଏ ସରା ମଣୁନାହିଁ, କଣ ସେ କରିଥାନ୍ତା? ତାର ରାଜୁତି କାଳରେ କଣ ଘଟିଥାନ୍ତା? ଅଧର୍ମ, ଅସତ୍ୟ, ଅନ୍ୟାୟ ଏ ସବୁର ହିଁ କେବଳ ପେଡି ପୁଟୁରା ଯେମିତି ଖୋଲି ଦିଆଯାଏ, ସେମିତି ଖୋଲି ହେଇଯାଇଥାନ୍ତା। ତେଣୁ ଯଦି ତୁମେ ହତ୍ୟା କରୁନାହଁ ତେବେ ତୁମେ ବିଧ୍ୱଂସର କାରଣ ହେଇଯିବ ନିଜେ। ତାପରେ ଜ୍ଞାନ 229 ଗୋଟା କଥା କହିଲେ ଯେ ତୁମେ ସମସ୍ତଙ୍କୁ ସମ୍ମାନ କର, ଏଇଟା ନିହାତି ଦରକାର। ଲେଖୁଛନ୍ତି ଯେତେବେଳେ ପର୍ଯ୍ୟନ୍ତ ସମ୍ଭବ ହେଉଥିବ ତେବେ ତୁମେ ମନୁଷ୍ୟର ଜୀବନକୁ ସମ୍ମାନ କରୁଥିବ। ଆମେ ଅନେକ ସମୟରେ କଣ ହୁଏ, ଆମେ ନିଜ ଉପରେ ଟିକେ ବେଳେ ବେଳେ ଏ ଘଟଣା ବି ଘଟେ, ଯେ ଡିସାଟିସ୍ଫାଏ ହେଇଯାଉ, ହତାଶ ଆସିଯାଏ, ନିରାଶ ଆସିଯାଏ, ଏଇଟା ବି ଆସିଯାଇପାରେ। ସେତେବେଳେ ଆମେ କହୁ ଏ ନାଇଁ ଆଉ ଜୀବନ ତ୍ୟାଗ କରିଦେବି। ତେଣୁ ତାମାନେ ତମେ ତ ମନୁଷ୍ୟ ଜୀବନକୁ ସମ୍ମାନ କରୁନା। ଇଏ ହେଲା ଗୋଟିଏ ଦିଗ। ଆଉ ଗୋଟେ ଦିଗ ହେଲା ଅନ୍ୟମାନଙ୍କୁ ସମ୍ମାନ କରିବା। ତାପରେ କହୁଛନ୍ତି ଯେ ଅଧିକ ପରିମାଣରେ ମନୁଷ୍ୟ ଜାତିର ଜୀବନ ଲାଗି ତୁମର ସମ୍ମାନ ମହଜୁଦ ରହିଥିବ। ତେଣୁ ତୁମର ବ୍ୟକ୍ତିତ୍ୱ ଏମିତି ଗଠନ କର ଯେପରି ତୁମେ ସମସ୍ତଙ୍କର ସମ୍ମାନର ପ୍ରାପ୍ତ ହେବ। କିନ୍ତୁ ତା ସହିତ ମନେ ରଖିବା ଯେ ଦୁର୍ଲଭ ଜୀବନ ହଉଛି ଆମର ମନୁଷ୍ୟ ଜୀବନ, ଏବଂ ଏ ମନୁଷ୍ୟ ଜୀବନ ଯଦି ଆମେ ପ୍ରାପ୍ତ କରିଛୁ ତା ପ୍ରତି ସମ୍ମାନ ବୋଧ ରଖିବ। ମାନେ କଣ ସମ୍ମାନ ବୋଧ ରଖିବ? ମାନେ ମନୁଷ୍ୟକୁ ଗୋଟେ ଦାୟିତ୍ୱ ଦିଆଯାଇଛି, ଗୋଟେ ମନ ଦିଆଯାଇଛି, ତା ସହିତ ତା ପାଖରେ ଗୋଟେ ସମ୍ଭାବନା ଦିଆଯାଇଛି। ସେ ଯଦି ପ୍ରୟାସ କରେ ତେବେ ପରମଙ୍କୁ ପ୍ରାପ୍ତ କରିବା ପାଇଁ ତା ପାଖରେ ଅନନ୍ତ ସମ୍ଭାବନା ରହିଛି। ତେଣୁ ତାକୁ ପ୍ରାପ୍ତ କରିବା ହିଁ ହଉଛି ମନୁଷ୍ୟ ଜାତିକୁ ସମ୍ମାନ ଦେବା ବା ମନୁଷ୍ୟ ଜନ୍ମକୁ ସମ୍ମାନ ଦେବା। ମୁଁ ଯଦି ମନୁଷ୍ୟ ମାନେ ମନୁଷ୍ୟ ଜୀବନ ଯୋଉ ପାଇଛି ତାକୁ ଯଦି ସମ୍ମାନ ଦେବି, ମନୁଷ୍ୟ ଜାତିକୁ ଯଦି ସମ୍ମାନ ଦେବି, ତାହେଲେ ଦୁଇଟା କାମ ଏଠି ହବ। ମନୁଷ୍ୟ ଜୀବନକୁ ଯେତେବେଳେ ସମ୍ମାନ ଦଉଛି, ତାମାନେ ମତେ ସବୁବେଳେ ପ୍ରୟାସ କରିବାକୁ ପଡିବ, ନିରନ୍ତର ଭାବରେ ଅଭିପ୍ସୁ ହେଇକି ରହିବି ଯେ ଉଚ୍ଚତର ସତ୍ୟକୁ ଗ୍ରହଣ କରିବା ପାଇଁ। ଇଏ ହେଲା ମନୁଷ୍ୟ ଜୀବନକୁ ଯଦି ମୁଁ ସମ୍ମାନ କରିବି, ହତାଶ ହେଇପାରିବି ନାହିଁ, ନିରାଶ ହେଇପାରିବି ନାହିଁ, ସବୁବେଳେ ଅଗ୍ରଗତି ପାଇଁ ପ୍ରୟାସ କରିବି। ମନୁଷ୍ୟ ଜାତିକୁ ଯଦି, ମନୁଷ୍ୟ ଜାତିର ଜୀବନ ଲାଗି ଯଦି ମୋର ସମ୍ମାନ ରହିବ, ତେବେ ମନୁଷ୍ୟ ଜାତିର ପରବର୍ତ୍ତୀ ପଦକ୍ଷେପ ହଉଛି କଣ ନା ରୂପାନ୍ତର ଅଭିମୁଖୀ ହେବା ପାଇଁ। ତେଣୁ ତାମାନେ ରୂପାନ୍ତର ଯେ ଅବଶ୍ୟ ସମ୍ଭବ, ଏଇ ଯୋଉ ଦୃଢ ନିଶ୍ଚୟତା ବୋଧକୁ ମୁଁ ସମ୍ମାନ ଦେବି। ତେଣୁ ଅତିମାନ ଶକ୍ତି ମୋ ଭିତରେ କିପରି କାର୍ଯ୍ୟ କରିବେ, ସେଥିପାଇଁ ନିଜକୁ ନିଶ୍ଚୟ ପ୍ରୟାସ କରିବି। ନିଶ୍ଚୟ ପ୍ରୟାସ କରିବି। ଯଦି ମୁଁ ପ୍ରୟାସ ନ କରୁଛି ତେବେ ମୁଁ
ମନୁଷ୍ୟ ଜାତିକୁ ଯୋଉ ସମ୍ମାନ ଦେବା କଥା କୁହାହେଲା ମୁଁ ସମ୍ମାନ ଦଉ ନାହିଁ। ବା ଥ୍ୟାଙ୍କ ୟୁ ଅଲ୍।